ଭାଗ୍ୟ ଖୋଲିଦେବ ଏହି ଚମତ୍କାରୀ ବୃକ୍ଷ। ଆପଣ ମାନନ୍ତୁ ବା ନ ମାନନ୍ତୁ, କିନ୍ତୁ ଅଧିକାଂଶ ଲୋକ ମାନନ୍ତି କି ଧନ ଦେଲା ବାଲା ଓ ଭାଗ୍ୟ ବଦଳାଇ ଦେବା ବାଲା ବୃକ୍ଷ ଅଛି। ଏହି ଦୁନିଆରେ ଏହି ପ୍ରକାର ଧାରଣା ବା ବିଶ୍ୱାସ ପ୍ରଚଳିତ କି କିଛି ବୃକ୍ଷ ଭାଗ୍ୟ ବଦଳାଇବାରେ ସାହାଯ୍ୟ କରନ୍ତି। ଘରେ ବା ଅଗଣାରେ ସେହି ବୃକ୍ଷ ଲଗାଇଲେ ଘରକୁ ଧନଲକ୍ଷ୍ମୀଙ୍କ ପ୍ରବେଶ ସୁଗମ ହୁଏ। ଆସନ୍ତୁ ଜାଣିବା ସେହି ବୃକ୍ଷଗୁଡ଼ିକ କ'ଣ। କଦଳୀ ଗଛ। କଦଳୀ ଗଛକୁ ବହୁତ ପବିତ୍ର ମାନାଯାଏ। ବିବାହ, ବ୍ରତ, ପୂଜା ଉତ୍ସବରେ ଯେକୌଣସି ଧାର୍ମିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁ ଓ ମା ଦେବୀ ଲକ୍ଷ୍ମୀଙ୍କୁ ଏହି ପତ୍ରରେ ଭୋଗ ଲଗାଯାଏ। କଦଳୀ ପତ୍ରରେ ପ୍ରସାଦ ବଣ୍ଟାଯାଏ। କଦଳୀ ଗଛରେ ପ୍ରଭୁ ନାରାୟଣ ବାସ କରନ୍ତି। ସମୃଦ୍ଧି ପାଇଁ କଦଳୀ ଗଛକୁ ପୂଜା କରିବା ବହୁତ ଲାଭଦାୟୀ ବୋଲି ବିଶ୍ୱାସ କରାଯାଏ। ଏହି ଗଛ ପ୍ରତ୍ୟେକ ଜାଗାରେ ସହଜରେ ମିଳିଯାଏ। ଘର ଚାରିପଟରେ କଦଳୀ ଗଛ ଲଗାଇବା ବହୁତ ଶୁଭ। ଏହାକୁ ଈଶାନ୍ୟ କୋଣରେ ଲଗାଇବା ଅତି ଶୁଭ, କାରଣ ଏହା ବୃହସ୍ପତି ଗ୍ରହଙ୍କ ପ୍ରତିନିଧି ବୃକ୍ଷ ଅଟେ। ପ୍ରତି ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରି ଜଳରେ ଅଳ୍ପ ବୁଟ ଡାଲି, ଗୁଡ଼, ହଳଦୀ ଗୁଣ୍ଡ ଓ 2ଟି କିସମିସ ମିଶାଇ ଓ ହଳଦିଆ ଫୁଲ ଦେଇ କଦଳୀ ଗଛକୁ ପୂଜା କଲେ ବିଦ୍ୟା ପ୍ରାପ୍ତି ହୁଏ, କାରଣ ବୃହସ୍ପତି ଦେବତାଙ୍କ ଗୁରୁ ଅଟନ୍ତି। ଅଶ୍ୱଗନ୍ଧା। ବାସ୍ତୁଶାସ୍ତ୍ର ଅନୁସାରେ ଅଶ୍ୱଗନ୍ଧା ବୃକ୍ଷ ଲଗାଇଲେ ସୁଖ ଓ ସମୃଦ୍ଧି ପ୍ରାପ୍ତି ହୁଏ। ଅଶ୍ୱଗନ୍ଧା ବୃକ୍ଷ ଅତ୍ୟନ୍ତ ଲୋକପ୍ରିୟ ଆୟୁର୍ବେଦିକ ଔଷଧ ଅଟେ, ଯାହାର ବ୍ୟବହାର ବହୁତ ପ୍ରକାର ଲାଭ ଦେଇଥାଏ। ତୁଳସୀ। ତୁଳସୀ ତ ଏମିତି ସମସ୍ତଙ୍କ ଘରେ ଥାଏ। ଏହା ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ବିକାଶ କରେ। ଏହାର ସେବନ ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳେ। ହିନ୍ଦୁ ଧର୍ମ ଅନୁସାରେ ତୁଳସୀକୁ ଲକ୍ଷ୍ମୀଙ୍କ ଦ୍ୱିତୀୟ ରୂପ ମାନାଯାଇଛି। ଘରେ ତୁଳସୀ ଗଛକୁ ପୂର୍ବ ଦିଗ, ପୂର୍ବ ଓ ଉତ୍ତର ମଝିରେ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ମନି ପ୍ଲାଣ୍ଟ। ମନି ପ୍ଲାଣ୍ଟ ବିଷୟରେ ସମସ୍ତେ ଜାଣିଛନ୍ତି। ମାନ୍ୟତା ଅଛି କି ଏହି ଲତା ଘରେ ରହିଲେ ଧନ ଓ ସମୃଦ୍ଧି ବୃଦ୍ଧି ହୁଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ପ୍ଲାଣ୍ଟକୁ ଘରେ ଲଗାଇବା ପାଇଁ ଆଗ୍ନେୟ କୋଣ ସବୁଠାରୁ ଉଚିତ ଦିଗ। ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇଲେ ସକାରାତ୍ମକତା ଶକ୍ତିର ଲାଭ ମିଳେ। ଏହି ଲତାକୁ ଆଗ୍ନେୟ ମାନେ ଦକ୍ଷିଣ ପୂର୍ବ ଦିଗରେ ଲଗାଇଲେ ଶ୍ରୀ ଗଣେଶ ସବୁ ଅମଙ୍ଗଳ ନାଶ କରନ୍ତି, କାରଣ ଏହି ଦିଗରେ ଦେବତା ଶ୍ରୀ ଗଣେଶ ଓ ପ୍ରତିନିଧି ଶୁକ୍ର ଅଟନ୍ତି। ଶୁକ୍ର ସୁଖ ସମୃଦ୍ଧିର କାରକ ଅଟନ୍ତି, ତେଣୁ ମନି ପ୍ଲାଣ୍ଟକୁ ଆଗ୍ନେୟ ଦିଗରେ ଲଗାଇବା ଉଚିତ। ଧଳା ଅରଖ। ଧଳା ଅରଖ କ୍ଷୀରବାଲା ବୃକ୍ଷ ଅଟେ, ଯାହା ଗଣପତିଙ୍କ ପ୍ରତୀକ ଅଟେ। ବାସ୍ତୁଶାସ୍ତ୍ର ଅନୁସାରେ କ୍ଷୀରଯୁକ୍ତ ବୃକ୍ଷ ଘର ଅଗଣାରେ ହେବା ଅଶୁଭ ହୁଏ, କିନ୍ତୁ ଧଳା ଅରଖ ଗଛ ଘର ପାଖରେ ଲଗାଇ ପାରିବେ। ଏହି ଗଛକୁ ହଳଦୀ, ଅରୁଆ ଚାଉଳ ଓ ଜଳ ଦେଇ ସେବା କରନ୍ତୁ। ଏହାଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ହେବ। ବିଶ୍ୱାସ କରାଯାଏ କି ଯେଉଁଠି ଆପେ ଆପେ ଧଳା ଅରଖ ଗଛ ଉଠିଥିବ, ସେଠାରେ ଗୁପ୍ତଧନ ଥାଇପାରେ। ଯାହା ଅଗଣାରେ ଏହି ବୃକ୍ଷ ଉଠିଥିବ, ସେହି ଘର ମାଲିକଙ୍କୁ ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ଧଳା ଅପରାଜିତା। ଧଳା ଅପରାଜିତା ଗଛ ମିଳିବା ଟିକେ କଷ୍ଟକର, କିନ୍ତୁ ନୀଳ ଅପରାଜିତା ଗଛ ସହଜରେ ମିଳିଯାଏ। ସୁନ୍ଦରତା ପାଇଁ ଏହି ଗଛକୁ ବଗିଚାରେ ଲଗାଯାଏ। ଏହି ବୃକ୍ଷ ଧନଲକ୍ଷ୍ମୀଙ୍କୁ ଆକର୍ଷିତ କରିବାର ସକ୍ଷମ ଅଟେ। ଫ୍ରେଣ୍ଡସ୍, ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ